765 ୱିକେଟ୍ 4394 ରନ୍। ଭେଟେରାନ୍ ଖେଳାଳିଙ୍କ ଯୁଗ ଶେଷ। ଭେଟେରାନ୍ ଖେଳାଳି କ୍ରିକେଟକୁ କହିଲେ ବାଏ ବାଏ। ଜୟ ଜଗନ୍ନାଥ ବନ୍ଧୁଗଣ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ଡ୍ର ହୋଇଛି। ବର୍ଷା ଏବଂ ଖରାପ ମୌସୁମୀ ପାଇଁ ଖେଳରେ ବାଧା ଉପୁଜିଥିଲା। ଶେଷରେ ମ୍ୟାଚ୍ ଡ୍ର ହୋଇଛି। ଏହି ମ୍ୟାଚ୍ ଡ୍ର ଘୋଷିତ ହେବା ପରେ ଜଣେ ଭେଟେରାନ୍ ଖେଳାଳି ଆନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଛନ୍ତି। ବନ୍ଧୁଗଣ, ଆପଣମାନେ ଯଦି ପ୍ରଥମ ଥର ଆମ ଭିଡ଼ିଓଟିକୁ ଦେଖୁଥାନ୍ତି ତାହେଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଏଥର ଆସନ୍ତୁ ଜାଣିବା ସେହି ଖେଳାଳି କିଏ। ସେହି ଭେଟେରାନ୍ ଖେଳାଳି ଆନ୍ତର୍ଜାତୀୟ କ୍ରିକେଟରେ 700ରୁ ଅଧିକ ୱିକେଟ୍ ନେଇଥିଲେ। ସେ ଟେଷ୍ଟ କ୍ରିକେଟରେ 537ଟି ୱିକେଟ୍ ନେଇଥିଲେ। ତାହା ସହିତ ସେ 6ଟି ଶତକ ଏବଂ 14ଟି ଅର୍ଦ୍ଧଶତକ କରିଥିଲେ। ଟେଷ୍ଟ କ୍ରିକେଟରେ ସେ 107ଟି ଟେଷ୍ଟ କ୍ରିକେଟ ମ୍ୟାଚ୍ ଖେଳିଥିଲେ। ଦିନିକିଆରେ ବି 116ଟି ମ୍ୟାଚ୍ ଖେଳିଥିଲେ। ସେ ଦିନିକିଆରେ 156ଟି ୱିକେଟ୍ ନେଇଥିଲେ। ସେହିପରି ଟ୍ୱେଣ୍ଟି କ୍ରିକେଟରେ 65ଟି ମ୍ୟାଚ୍ ଖେଳିଥିଲେ। ଟ୍ୱେଣ୍ଟି କ୍ରିକେଟରେ 72ଟି ୱିକେଟ୍ ନେଇଥିଲେ। ସେ ତିନୋଟି ଯାକ ଫର୍ମାଟରେ ସମୁଦାୟ 765ଟି ୱିକେଟ୍ ହାସଲ କରିଥିଲେ। ସେ ତାଙ୍କ ବୋଲିଂ ପାଇଁ ପ୍ରସିଦ୍ଧ ଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆର ତୃତୀୟ ମ୍ୟାଚ୍ ସରିବା ପରେ ସେ ତାଙ୍କର ଅବସର ଘୋଷଣା କରିଛନ୍ତି। ସେହି ଭେଟେରାନ୍ ଖେଳାଳି ଆଉ କେହି ନୁହନ୍ତି, ସେ ହେଉଛନ୍ତି ରବିଚନ୍ଦ୍ରନ ଅଶ୍ୱିନ୍। ଅଶ୍ୱିନ୍ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ କ୍ୟାରିୟରରେ 765ଟି ୱିକେଟ୍, 4394 ରନ୍ ଏବଂ 14 ବର୍ଷର କ୍ରିକେଟ କ୍ୟାରିୟରକୁ କହିଛନ୍ତି ବାଏ ବାଏ।